ଶାନ୍ତିର ରାଜକୁମାର ବୋଲି ଗୋଟେ ପତ୍ରିକା ମୁଁ ପାଇଥିଲି। ଆଉ ଯୀଶୁକୁ ଯେଉଁମାନେ ପାଆନ୍ତି ସେମାନେ ଶାନ୍ତି ପାଆନ୍ତି। ଆଉ ଯୀଶୁ ଏ ଜଗତକୁ ଆସିଥିଲେ ଶାନ୍ତି ସ୍ଥାପନ କରିବା ପାଇଁ। ମୁଁ କହିଲି ସତ କଥା, ଆପଣ ପଢିଛନ୍ତି ଠିକ କଥା, କିନ୍ତୁ ଆଜି ଜଗତକୁ ଦେଖିଲେ ମତେ ବିଶ୍ୱାସ ଲାଗେନି ଯେ ଯୀଶୁ ଜଗତକୁ ଆସିଥିଲେ ବୋଲି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। କହିଲି କାହିଁକି ନା ଆପଣ ତ ଦେଖୁଛନ୍ତି ପେପରରେ, ଟିଭିରେ, ମୋବାଇଲରେ, ଚାରିଆଡେ ସବୁବେଳେ ନ୍ୟୁଜ ଆସିଲେ ମର୍ଡର, ବ୍ୟଭିଚାର, ଅଲଗା ପ୍ରକାର ଘଟଣା, ଯୁଦ୍ଧ, ଏସବୁ ଦେଖିଲା ବେଳକୁ ମତେ ଲାଗୁଛି ଜଗତ ସାରା ଅଶାନ୍ତି। ଆଉ ଯୀଶୁ ଆସିଥିଲେ ଶାନ୍ତି ସ୍ଥାପନ କରିବା ପାଇଁ। ଗୋଟେ ଶାନ୍ତି ସ୍ଥାପନ କଲେ, କାହିଁ ଶାନ୍ତି ତ କୋଉ ଜାଗାରେ ନାହିଁ। ଆଉ ମୁଁ ସେତେବେଳେ କଣ ତାକୁ ଉତ୍ତର ଦେବି ଚିନ୍ତା କଲି। ପ୍ରଭୁ ନିକଟରେ ଗୋଟେ ମିନିଟ ନିରବରେ ପ୍ରାର୍ଥନା କରି ପ୍ରଭୁଙ୍କ ସାହାଯ୍ୟ ମାଗିଲି। ପ୍ରଭୁ ଆମକୁ କଣ ଉତ୍ତର ଦେବି, ମତେ ଟିକେ ଉପାୟ ଦିଅ। ଆଉ ଠିକ ସେଇ ସମୟରେ ମୁଁ ଦେଖିଲି ଜଣେ ପାଗଳ ପ୍ରାୟ ବ୍ୟକ୍ତି, ଯିଏକି ସମ୍ପୂର୍ଣ୍ଣ ତାର ଚୁଟି ବଢି ଯାଇଛି, ଦାଢି ମଧ୍ୟ ବଢି ଯାଇଛି, ଦେଖିବ ବଡ କଦର୍ଯ୍ୟ, ଆଉ ପୁରା ବହୁତ ଦିନର ଧୁଆ ନ ହେଇଥିବା ଗୋଟେ ଡ୍ରେସ ପିନ୍ଧି ଦୁର୍ଗନ୍ଧ ବାହାରିଲା ପରି, ଆଉ ସେ ସିଆଡୁ ଆସୁଛି। ତାକୁ ଦେଖିଲା ପରେ ପ୍ରଭୁ କହିଲେ ଏଇ ହଉଛି ଉତ୍ତର। ଆଉ ସାଙ୍ଗେ ସାଙ୍ଗେ ମୁଁ ତାଙ୍କୁ କହିଲି ଭାଇ ଦେଖ, ସେ ଲୋକଟା ଯୋଉ ଆସୁଛି ତାକୁ ଟିକେ ଦେଖନ୍ତୁ, ତାର ଚୁଟି କେମିତି ବଢିଛି, ଦାଢି କେମିତି ସିଙ୍ଗାଣି ମାରୁଛି, ତାର ଦାଢିରେ ବୋହି ଯାଉଛି, ଅତି କଦର୍ଯ୍ୟ ଦେଖାଯାଉଛି, ଆଉ ତାର ପୋଷାକ ମଧ୍ୟ ପୋଡ଼ିଲେ ପୋଡିବନି ଏତେ ଅସ୍ନାହୀ ରହିଛି। କାହିଁକି? ଜଗତରେ ବୋଧେ ଭଣ୍ଡାରୀ ନାହାନ୍ତି ନା ପାଣି ମଧ୍ୟ ନାହିଁ। ମୁଁ ଆଶ୍ଚର୍ଯ୍ୟ ହେଲେ, କହିଲେ କି କଥା କହୁଛନ୍ତି ଆଜ୍ଞା, ଜଗତରେ ଭଣ୍ଡାରୀ ନାହାନ୍ତି? ଆପଣ ପୁରା ଭଣ୍ଡାରୀ ଦୋକାନରେ ବସୁଛନ୍ତି ଆଉ ଭଣ୍ଡାରୀ ନାହାନ୍ତି? ଯଦି ଭଣ୍ଡାରୀ ଅଛନ୍ତି ସେ ଲୋକର ଅବସ୍ଥା କାହିଁକି ଏ ପ୍ରକାର ରହିଛି? ଆଉ ପାଣି ନାହିଁ ବୋଲି କହୁଛନ୍ତି। ଆପଣ ତ ଜାଣନ୍ତି ଆଜ୍ଞା, ପାଣି ପ୍ରକୃତିର ଦାନ। ତାପରେ ଆପଣ ବର୍ତ୍ତମାନ ଏତେ ସୁବିଧା ହେଇଛି, ଟଙ୍କାଟେ ଦେଲେ ଆପଣ ଯୋଉ ଦୋକାନ ମଧ୍ୟ ପାଣି ପାଇପାରିବେ। ଆପଣ ପାଣି ନାହିଁ ବୋଲି କହୁଛନ୍ତି। ଯଦି ପାଣି ଅଛି ସେ ଲୋକ କାହିଁକି ଏତେ ଅସନା ହେଇକି ଅଛି? ଆଉ ସେତେବେଳେ ସେ ଉତ୍ତର ଦେଲା, ହଁ ଆଜ୍ଞା, ତ ଭଣ୍ଡାରୀ ଅଛି ଆଉ ସେ ପାଣି ଅଛି, କିନ୍ତୁ ଏ ଲୋକ ଅସନା ହେବାର କାରଣ କଣ? ଇଏ ଭଣ୍ଡାରୀ ପାଖକୁ ଆସିନାହିଁ କି ପାଣି ପାଖକୁ ଯାଇନାହିଁ। ଯଦି ଭଣ୍ଡାରୀ ପାଖକୁ ଆସିଥାନ୍ତା ସେ ଚିକଣ ହେଇପାରିଥାନ୍ତା, ପାଣି ପାଖକୁ ଯାଇଥିଲେ ପରିଷ୍କାର ହେଇପାରିଥାନ୍ତା। ମୁଁ କହିଲି ଠିକ ଭାଇ, ତମେ ଠିକ ଉତ୍ତର ଦେଇଛ। ପ୍ରଭୁ ଯୀଶୁ ମଧ୍ୟ ଆସିଥିଲେ, କିନ୍ତୁ ଯୋଉମାନେ ତାଙ୍କ ପାଖକୁ ଯାଇଛନ୍ତି, ତାଙ୍କ ଠାରେ ବିଶ୍ୱାସ କରିଛନ୍ତି, ସେମାନେ ବାସ୍ତବରେ ଶାନ୍ତି ପାଇଛନ୍ତି। କାରଣ ଯୀଶୁ ଯେତେବେଳେ ଜଗତ ମଧ୍ୟକୁ ଆସିଲେ ଗୋଟେ ସୁସମାଚାର ପ୍ରଚାର ହେଲା, ଆଉ ଯୋଉଟା କି ଦୂତ ମାନଙ୍କ ଦ୍ଵାରା। ଦୂତ ମାନେ ଆସିଲେ ସେମାନେ କଣ କହୁଛନ୍ତି ମେଷପାଳକ ମାନଙ୍କ ନିକଟରେ, ଯାହାକି ଲୁକ ତାର 2:14 ଲେଖା ଯାଇଥିଲା। ଆଉ ସେ ସେନା ଲେଖାଛି, ଉର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କ ମହିମା, ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷ ପାତ୍ର ମନୁଷ୍ୟ ମାନଙ୍କ ମଧ୍ୟରେ ଶାନ୍ତି। ଶାନ୍ତି କୋଉମାନଙ୍କ ନିକଟରେ? ନା ଈଶ୍ୱରଙ୍କ ସନ୍ତୋଷ ପାତ୍ର ମନୁଷ୍ୟ ମାନଙ୍କ। ସବୁ ମନୁଷ୍ୟ ନିକଟରେ ଶାନ୍ତି ଆସିନି କି ସମସ୍ତେ ଶାନ୍ତି ପାଇପାରି ନାହାନ୍ତି। କାରଣ ଈଶ୍ୱରଙ୍କର ସନ୍ତୋଷ ପାତ୍ର ମନୁଷ୍ୟ ମାନଙ୍କ ମଧ୍ୟରେ ଶାନ୍ତି ଲେଖାଯାଏ। ଈଶ୍ୱରଙ୍କ ସନ୍ତୋଷ ପାତ୍ର ହେବା ପାଇଁ ହେଲେ କଣ କରିବାକୁ ପଡିବ? ଆଉ ସେଇ ସମୟରେ ମୁଁ ତାଙ୍କୁ ଗୋଟେ କଥା କହିଥିଲି, ଯାହାକି ଏଭ୍ରି ତାର 11 ପର୍ବ 6 ପଦରେ ଲେଖାଯାଏ, ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ। ଈଶ୍ୱର ଯେ ଅଛନ୍ତି ଆଉ ତାଙ୍କର ଅନ୍ୱେଷଣକାରୀ ମାନଙ୍କୁ ସେ ପୁରସ୍କାର ଦେବେ, ଏହା ତାଙ୍କ ନିକଟକୁ ଆସିବା ବ୍ୟକ୍ତିର ବିଶ୍ୱାସ କରିବା ଦରକାର। ବିଶ୍ୱାସ ବିନା ଈଶ୍ୱରଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ। ହୁଏତ ଆଜି ଅନେକ ପ୍ରଭୁଙ୍କ ଠାରେ ବିଶ୍ୱାସ କରିନାହାନ୍ତି, ତାଙ୍କର ସନ୍ତୋଷ ପାତ୍ର ହେଇପାରି ନାହାନ୍ତି। ଆଉ ଯୋଉମାନେ ତାଙ୍କୁ ବିଶ୍ୱାସ କରିଛନ୍ତି, ତାଙ୍କର ସନ୍ତୋଷ ପାତ୍ର ହେଇଛନ୍ତି, ସେମାନଙ୍କ ମଧ୍ୟରେ ଶାନ୍ତି ବିରାଜମାନ ହୋଇଛି। ଆଉ ଯୋଉମାନେ ଆଜି ଜଗତରେ ଯୋଉ ଅଶାନ୍ତି ଅଛି ବୋଲି କହୁଛନ୍ତି, ଆଉ ତାହାର ଉତ୍ତର ହେଲା, ଆଜି ଜଗତରେ ସବୁ କିଛି ଅଛି କିନ୍ତୁ ପ୍ରଭୁ ଯୀଶୁ ନାହାନ୍ତି। ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ପାଇଁ ମଧ୍ୟ କଟକଣା ରହିଛି, ପ୍ରଚାର ବନ୍ଦ। ସବୁ ବିଷୟ ପ୍ରଚାର ହେଇପାରିବ, ସବୁ କିଛି ହେଇପାରିବ, କିନ୍ତୁ ଯୀଶୁଙ୍କର ପ୍ରଚାର ହେବା ପରେ। ତେଣୁ କରି ବୋଲି ଆଜି ଜଗତ ମଧ୍ୟରେ ଶାନ୍ତି ନାହିଁ। ଆଜି ପରିବାର ମଧ୍ୟରେ ଶାନ୍ତି ନାହିଁ, କାରଣ ସବୁ କିଛି ଅଛି କିନ୍ତୁ ପରିବାରରେ ଯୀଶୁ ନାହାନ୍ତି। ଆଉ ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଲୋକ ମଧ୍ୟ ନାହାନ୍ତି। ତେଣୁ କରି ଆଜି ଜଗତ ମଧ୍ୟରେ ଯୁଆଡେ ଦେଖିବ ସିଆଡେ ଅଶାନ୍ତି। କାରଣ ବିଶ୍ୱାସ ବିନା
आमे संतोष पात्र हो पारिबा ना। आज अनेक ख्रीष्टीय परिवार गुड़िकर अनेक समय आम रोगरे समस्या अभाव पड़ी अनेक अशांति मध्य जीवन काटुचंत कारण से माने विश्वासी हेले मध्य से माने भावंती आमे प्रभु सहित अच्छु आमे जने ख्रीष्ट विश्वासी किंतु वास्तव में से निकट में विश्वास न था केवल नाम मात्र से माने निजको विश्वासी बोली कही था किंतु जो समस्या आसे दुख आसे कष्ट आसे से समय से विचलित हो जाती से चरण विचलित हो जाए से निकट आउ से प्रभुकर वाक्य न थाए जे मो पर्वत गुण आड़े उद्दृष्टि करी कौन मो साहय सदा प्रभु आसे जे इस्राएल को रक्षा कर घुमाती ना कि निद्रा जाती ना से तुम चरण को विचलित होगा देवे ना मात्र से समय से विचलित हो जाती कारण से विश्वास प्रभु पाखे न थाए तेणुक आम जो विश्वास स्तर गुड़ी को देखा आउ से स्तर गुड़ी को जो मुझा समय तो आपण माने निज निज को समीक्षा करते जे आज आपण माने जो विश्वासी बोली कहते विश्वास अच्छी बोली कहते आपंकर विश्वास क्यों स्तर अच्छी मोर विश्वास आज क्यों स्तर अच्छी मुझे आज शांति बास कर जदि मो जीवन अशांति अच्छी ताहले मोर विश्वास स्तर को परिवर्तन करने को हम प्रथम स्तर विश्वास प्रथम स्तर द फर्स्ट लेवल ऑफ द फेथ ताहा होची आपण माने देखिबे मार्क तार 4 पर्व 40 पद लिखा जाए मार्क 4 पर्व 40 पद यदि पाइबे मते टिके बाइबल पढ़ियार सहायता करिवे मार्क 4 को कहिले तुम्हे माने काहे की एडे भीरु ए कोन तुम मानकर विश्वास काहे आमेन तुम मानकर विश्वास काहे नाही नाही तुम मानकर विश्वास नाही मो प्रिय माने एथान लेखा होची तुम माने काहे की एते भीरु तुम मानकर विश्वास नाही आमे विश्वासी बोले कहू सत किंतु आम मानकर विश्वास नाही प्रथम लेवल होची आम मानकर विश्वास नाही अनेक लोक अच्छी अनेक विश्वासी विश्वासी अच्छी बाइबल मध्य माने देखा से विश्वासी और विश्वास स्तर व्यक्ति मान स्थान रे से यही विषय क्या कहते आपण 12 शिष्य को कहते घटना आम समस्ते जानू अति पुरातन घटना संडे स्कूल पिला को कहले से कहीपर जेसु झड़ तोफान को सुस्थिर कले 12 शिष्य आ जेसु गोटे नौकार जाऊँच जीशु नौकार मंगरे मुचुला दे शोई पड़ी यही समय भयंकर झड़ तोफान सम्मुखीन होती से बहुत चेष्टा करुँच हे तो से किए पानी बाहर लगी नौकारु आउ किए केते चेष्टा करुँच नौका कंट्रोल करने कि झड़ तोफान रे नौका एत अस्थिर हो पड़ी पानी भर्ती हो जाऊँच से विश्वास हराउछन्ति आशा हराउछन्ति भरोसा हराउछन्ति से जानुछन्ति आमे निश्चित भाव में बुड़ी मरी आ सही समय चित्कार करुछन्ति प्रभु को निकट रे आ से तबे नौकार पश्चिमंगरे मुचुआरे मुंड दे शोइतिले आ से माने ताहांको उठाई कहले हे गुरु आमे मोलु आपणकर कोन चिंता नहीं से उठी पर्वत को धमक दे समुद्र कहले तू निह चुप कर से पवन बंद है सब धीरे धीरे पुणी से कहले तुमने कहीं एड़े भीरु तुम विश्वास ना वास्तव में प्रभु जीशु से स्थान रे अपना शिष्य मान मध्य विश्वास नथिबार देखिले जते जो शिष्य माने तांको सहित रे रहउथिले प्राय 3.5 वर्ष तांको सहित रहिसंती आउ तांको आश्चर्य कार्य मध्य देखिसंती आउ तांकर वाक्य मध्य शुणिचंती वाक्य रे मनोयोगी हेइचंती ए सब सत्वे तांको ऊपर तांकर विश्वास नाही यदि आमे सेतरे देखिबा से माने सेतल पर्यंत प्रभु को चिन्नी पारि नाहंती ये तो आज आमने के 10 वर्ष के 15 वर्ष के 20 वर्ष के जन्मरु प्रभु को ठारे
ଆଉ ଖ୍ରୀଷ୍ଟିଆନ ବୋଲି ଆଖ୍ୟା ପାଇ ଜଗତ ମଧ୍ୟରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ନିଜକୁ ପରିଚୟ ଦେଇଅଛୁ, ତଥାପି ମଧ୍ୟ ଯେ ଯୀଶୁ କିଏ ବର୍ତ୍ତମାନ ପର୍ଯ୍ୟନ୍ତ ତାହାକୁ ଚିହ୍ନି ପାରିନାହୁଁ କି ତାଙ୍କ ଠାରେ ବିଶ୍ୱାସରେ ସ୍ଥିର ରହିପାରିନାହୁଁ, ଯଦ୍ୱାରା କି ପ୍ରଭୁ କହୁଛନ୍ତି ତୁମ ଠାରେ ବିଶ୍ୱାସ ନାହିଁ। ଫାର୍ଷ୍ଟ ଲେଭଲ ଆମ ପାଖରେ ବିଶ୍ୱାସ ନାହିଁ। ଜଣେ ବିଶ୍ୱାସୀ ବୋଲାଉଥିବା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିକଟରେ ବିଶ୍ୱାସ ନାହିଁ। ସେଇ ଶିଷ୍ୟମାନେ ପରସ୍ପର କଥା ହଉଛନ୍ତି 41 ପଦରେ, ସେଥିରେ ସେମାନେ ଅତ୍ୟନ୍ତ ଭୀତ ହେଇ ପରସ୍ପର କହିବାକୁ ଲାଗିଲେ, ଏ ତେବେ କିଏ ଯେ ପବନ ଓ ସମୁଦ୍ର ଉଭୟ ଏହାର ଆଜ୍ଞା ମାନନ୍ତି। ମୋ ପ୍ରିୟମାନେ, ଶିଷ୍ୟମାନେ ଯୀଶୁଙ୍କ ସହିତ ମିଶି ରହୁଥିଲେ, ଖାଉଥିଲେ, ଗୋଟିଏ ଜାଗାରେ ରହୁଥିଲେ, ସବୁ କରୁଥିଲେ, କିନ୍ତୁ ଯୀଶୁଙ୍କୁ ଚିହ୍ନି ପାରିନାହାନ୍ତି। ଏ ତେବେ କିଏ? ମୋ ପ୍ରିୟମାନେ, ଯିଏ କି ସୃଷ୍ଟିକର୍ତ୍ତା ପରମେଶ୍ୱର, ତାହାକୁ କଣ ସୃଷ୍ଟି ମାରିପାରେ? ଏ ଯେ ସ୍ୱୟଂ ସୃଷ୍ଟିକର୍ତ୍ତା ପରମେଶ୍ୱର ତାଙ୍କ ନୌକା ମଧ୍ୟରେ ଅଛନ୍ତି, ତଥାପି ଶିଷ୍ୟମାନଙ୍କର ବିଶ୍ୱାସ ନାହିଁ। ସେମାନେ କହୁଛନ୍ତି 38 ପଦ ଲେଖାଯାଏ, ପଦରେ କଣ କହୁଛନ୍ତି? ଗୁରୁ, ତୁମର କଣ ଚିନ୍ତା ନାହିଁ? ଯେଉଁ ପ୍ରଭୁ ଯୀଶୁ କହିଲେ ଯେ ତୁମମାନଙ୍କର ସମସ୍ତ ଚିନ୍ତାର ଭାର ମୋ ଉପରେ ପକାଅ, ମୁଁ ତୁମମାନଙ୍କ ନିମନ୍ତେ ଚିନ୍ତା କରେ। ଏ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ଅଛନ୍ତି, ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଯେ କୁହନ୍ତି ମାଥ୍ୟୁ ତାର 6 ପର୍ବ 30-33 ଦେଖିବା, କଣ ଖାଇବ, କଣ ପିଇବ, କଣ ପିନ୍ଧିବ, ଏ ବିଷୟ ଚିନ୍ତା କର ନାହିଁ। ଏ ବିଷୟ ବିଜାତୀୟ ମାନେ ଚିନ୍ତା କରନ୍ତି, ଯେଉଁମାନେ ମୋ ଠାରେ ବିଶ୍ୱାସ କରନ୍ତି ନାହିଁ ସେମାନେ ହୁଏତ ଚିନ୍ତା କରନ୍ତି, କିନ୍ତୁ ତୁମମାନେ ପ୍ରଥମେ ମୋ ରାଜ୍ୟ ଧାର୍ମିକତା ଅନ୍ୱେଷଣ କର। ସେଇ ପ୍ରଭୁଙ୍କୁ ଏମାନେ କହୁଛନ୍ତି, ତୁମର କଣ ଆମ ପାଇଁ ଚିନ୍ତା ନାହିଁ? ଆଜି ଅନେକ ସମୟରେ ବିଶ୍ୱାସୀ ମାନେ ମଧ୍ୟ ଏଇ ପ୍ରକାର କହିଥାନ୍ତି, ପ୍ରଭୁ ଏତେ ଦିନ ଆପଣଙ୍କ ସହିତ ରହିଲୁ, ଏତେ ଦିନ ଆପଣଙ୍କର ସେବା କାର୍ଯ୍ୟ କଲୁ, ଏତେ ଦିନ ଉପାସନା କଲୁ, ଏତେ ଦିନ ପ୍ରାର୍ଥନା କଲୁ, ତଥାପି ତୁମର କଣ ଆମ ପାଇଁ ଚିନ୍ତା ନାହିଁ? ଆମ ପାଇଁ ଏତେ ଦୁଃଖ, ଆମ ପାଇଁ ଏତେ କଷ୍ଟ? ମୋ ପ୍ରିୟମାନେ, ପ୍ରଭୁ ଯୀଶୁ ଯେ ସ୍ୱୟଂ ଉଦ୍ଧାରକାରୀ, ସେ ଆମମାନଙ୍କୁ ଚିନ୍ତା କରନ୍ତି, ଆଉ ସେ ଆମମାନଙ୍କୁ ଆଉ ନିଶ୍ଚିତ ଭାବରେ ଉଦ୍ଧାର କରିବେ, ଏ ବିଷୟ ଆମେ ଭୁଲି ଯାଇଥାଉ। କେବଳ ମୁଖରେ କହିଥାଉ ଆମେ ବିଶ୍ୱାସୀ, କିନ୍ତୁ ଆମମାନଙ୍କ ପାଖରେ ବିଶ୍ୱାସ ନଥାଏ। ତେଣୁକରି ପ୍ରଥମ ସ୍ତର ହଉଛି, ଅନେକ ଏପରି ବିଶ୍ୱାସୀ ଅଛନ୍ତି ଯେଉଁମାନଙ୍କର ବିଶ୍ୱାସ ସ୍ତର ହଉଛି ପ୍ରଥମ ସ୍ତର, ସେମାନଙ୍କର ପ୍ରକୃତରେ ବିଶ୍ୱାସ ନାହିଁ। ଆଉ ଟିକେ ବୁଝିବା ପାଇଁ ଆଉ ଗୋଟିଏ ମାନେ ବାକ୍ୟ ମଧ୍ୟରୁ ଗୋଟିଏ ଘଟଣା ଦେଖିବା, ଯାହାକି ମାର୍କ ତାର 9 ପର୍ବ 22 ପଦରେ ଲେଖାଯାଏ। ମାର୍କ 9 ପର୍ବ 22 ପଦ। କିନ୍ତୁ ଏହି କଥାରେ ତାଙ୍କ ମୁଖ ମଳିନ ହୋଇଗଲା। ଏଟା ତ ନାଇଁ ତ, 10 ମାର୍କ ପର୍ବ 9:22। 9:22। ଆଜ୍ଞା। ହଁ, ସେ ତାହାକୁ ମାରି ପକାଇବା ପାଇଁ ଥରକୁ ଥର ନିଆଁ ଓ ପାଣିରେ ପକାଇଅଛି, କିନ୍ତୁ ଆପଣ ଯଦି କିଛି କରିପାରନ୍ତି, ତାହେଲେ ଆମମାନଙ୍କ ପ୍ରତି ଦୟା କରି ଆମମାନଙ୍କର ଉପକାର କରନ୍ତୁ। ସେଥିରେ ଯୀଶୁ ତାହାଙ୍କୁ କହିଲେ, କଣ କହିଲ? ଯଦି କରିପାରନ୍ତି? ବିଶ୍ୱାସୀ ପକ୍ଷରେ ସବୁ ହିଁ ସମ୍ଭବ, ସମସ୍ତ ହିଁ ସମ୍ଭବ। ଧନ୍ୟବାଦ। ମାନେ ଏଇ ସ୍ଥାନରେ ଦେଖୁଛୁ ଗୋଟେ ଘଟଣା। ଏଇ ଶିଷ୍ୟ ମାନଙ୍କ ପାଖକୁ ଜଣେ ବ୍ୟକ୍ତି, ତାଙ୍କର ପୁଅକୁ ଘୁଙ୍ଗାଭୂତ ଲାଗିଥିଲା, ଥରକୁ ଥର ତାକୁ ନିଆଁ ପାଣିରେ ପକେଇ ଦଉଥିଲା, ପାଟିରୁ ଫେଣ କାଢି ପଡିଯାଉଥିଲା। ଏହିପରି ଅବସ୍ଥାରେ ଶିଷ୍ୟମାନଙ୍କ ପାଖକୁ ଆଣିଛନ୍ତି, କିନ୍ତୁ ଶିଷ୍ୟମାନେ ତାକୁ ସୁସ୍ଥ କରିପାରିନାହାନ୍ତି। ଆଉ ପରବର୍ତ୍ତୀ ସମୟରେ ତାଙ୍କୁ ଯେତେବେଳେ ସାକ୍ଷାତ କରିଛନ୍ତି, ସେମାନେ ତାଙ୍କ ସହିତ ବାଦନବାଦ କରୁଛନ୍ତି, ଆମେ ତମ ପାଖକୁ ଆଣିଥିଲୁ, କାହିଁ ତମେ ସୁସ୍ଥ କରିପାରିଲ ନାହିଁ? ହୁଏତ ସେ ବ୍ୟକ୍ତି ଶୁଣିଛି ଅନେକ ସ୍ଥାନରେ ଯେ ଯୀଶୁ ରୋଗୀ ମାନଙ୍କୁ ସୁସ୍ଥ କରୁଛନ୍ତି, ଭୂତ ଛଡଉଛନ୍ତି, ତେଣୁକରି ସେ ତାଙ୍କ ଶିଷ୍ୟମାନଙ୍କୁ ଆଣିଥିଲା। ସେ ଭାବିଥିଲା ମୁଁ ତାଙ୍କ ପାଖକୁ ଆଣିଲେ ହୁଏତ ଭଲ ହେଇଯିବ, କିନ୍ତୁ ପ୍ରକୃତରେ ପ୍ରଭୁଙ୍କ ଠାରେ ତାର ବିଶ୍ୱାସ ନଥିଲା। ମୋ ପ୍ରିୟମାନେ, ଯଦି ଜଣେ ବ୍ୟକ୍ତି ପ୍ରଭୁଙ୍କ ନିକଟକୁ ବିଶ୍ୱାସର ସହିତ ନ ଆସେ, ଯେତେ ବଡ ପ୍ରଭୁଙ୍କ ଲୋକ ହେଲେ ମଧ୍ୟ, ପ୍ରାର୍ଥନା କଲେ ମଧ୍ୟ କୌଣସି ଫଳ ପଡିପାରିବନି। କାରଣ ପ୍ରଭୁ ଯେତେ ଜଣ ସୁସ୍ଥ କରିଛନ୍ତି, ସମସ୍ତଙ୍କୁ କହିଛନ୍ତି ତୋର ବିଶ୍ୱାସ ହିଁ ତତେ ସୁସ୍ଥ କରିଅଛି। ସେ ଲୋକଟ ନିକଟରେ ବିଶ୍ୱାସର ଦୁର୍ବଳତା ଥିଲା, ତା ପାଖରେ ବିଶ୍ୱାସ ନଥିଲା। ଆଣିଛି,
ସମସ୍ତେ ଭଲ ହଉଛନ୍ତି, ଇଏ ମଧ୍ୟ ଭଲ ହେଇଯିବ ପରା। এই ପ୍ରକାର ଭାବରେ ଆଣିଥିବା ଯୋଗୁଁ ସେ ସୁସ୍ଥ ହେଇପାରି ନାହିଁ। ଯେତେବେଳେ ଯୀଶୁ ଦେଖୁଛନ୍ତି ଶିଷ୍ୟମାନଙ୍କ ସହିତ ସେମାନେ ବାଦନବାଦ କରୁଛନ୍ତି, ସେତେବେଳେ ସେ ତାଙ୍କ ନିକଟକୁ ଆସନ୍ତି। ଆଉ ସେ ସମୟରେ ଆଉ ସେଇ ବ୍ୟକ୍ତିଟି କହୁଛି ଯେ କୌଣସି ସ୍ଥାନରେ ତାହାକୁ ଧରେ। ସେ କହୁଛନ୍ତି, ଲୋକ ସବୁ ମଧ୍ୟରୁ ଜଣେ ତାହାକୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି। ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି। ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇ ଦିଏ, ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡେ, ଆଉ ସେ ଶୁଖି ଯାଉଛି। ତାହାକୁ ଛଡେଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ। ସେ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମମାନଙ୍କ ସଙ୍ଗରେ ରହିବି? କେତେ କାଳ ତୁମମାନଙ୍କର ବ୍ୟବହାର ସହିବି? ଆଉ ତାହାକୁ ମୋ ନିକଟକୁ ଆଣ। ପ୍ରଭୁ କହୁଛନ୍ତି, ମୋ ନିକଟକୁ ଆଣ। ସେଥିରେ ସେମାନେ ତାହାଙ୍କୁ ତାଙ୍କ ଛାମୁକୁ ଆଣିଲେ। ପୁଣି ତାହାକୁ ଦେଖିବା ମାତ୍ରେ ସେଇ ଭୂତ ତାହାକୁ ଭୟଙ୍କର ଭାବରେ ମୋଡି ପକାଇଲା, ଭୂଇଁରେ ପଡି ମୁହଁରୁ ଫେଣ ବାହାର କରି ଗଡିବାକୁ ଲାଗିଲା। ସେତେବେଳେ ତାହାର ପିତା ପିତାଙ୍କୁ ପଚାରିଲେ, କେତେ ଦିନ ହେଲା ଏହା ଏପରି ହେଉଛି? ସେ କହିଲା, ପିଲା ବେଳୁ। ସେ ତାହାଙ୍କୁ ମାରି ପକାଇବା ପାଇଁ ଥରକୁ ଥର ନିଆଁ ଓ ପାଣିରେ ପକାଉଛି, କିନ୍ତୁ ଆପଣ ଯଦି କିଛି କରିପାରନ୍ତି। ଏଇ ସ୍ଥାନରେ ସେ ଲୋକ କହୁଛି, ଆପଣ ଯଦି କିଛି କରିପାରନ୍ତି କରନ୍ତୁ। ଆପଣ ଶିଷ୍ୟମାନଙ୍କ ପାଖକୁ ଆଣିଲେ, ସେମାନେ କିଛି କରିପାରିଲେ ନାହିଁ। ଆଉ ପ୍ରଭୁ ଯୀଶୁ ତାଙ୍କୁ ଦେଖିଲେ, ଆଉ ତାଙ୍କ ମଧ୍ୟରେ ବିଶ୍ୱାସ ନଥିବାଟା ଜାଣିପାରିଲେ। ଯଦି ତାଙ୍କ ପାଖରେ ବିଶ୍ୱାସ ଥାନ୍ତା, ସେ ତ ପ୍ରଭୁଙ୍କୁ ନିବେଦନ କରିପାରିଥାନ୍ତା, ପ୍ରଭୁ ଆପଣ ନିଶ୍ଚୟ ମୋ ପୁଅକୁ ସୁସ୍ଥ କରିପାରିବେ, ଆପଣ ସୁସ୍ଥ କରିଦିଅନ୍ତୁ ମୋ ପୁଅକୁ, ସେ ପ୍ରକାର କହିପାରିଥାନ୍ତା। କିନ୍ତୁ ତା ମଧ୍ୟରେ ବିଶ୍ୱାସ ନଥିବାର ପ୍ରଭୁ ଦେଖିପାରିଲେ। ଆଉ ସେ କହୁଛନ୍ତି ଯେ ଆପଣ ଯଦି କିଛି କରିପାରୁଛନ୍ତି ତାହେଲେ କରନ୍ତୁ। ଯୀଶୁ ସେତେବେଳେ ତାଙ୍କ ଉପରେ ବିରକ୍ତ ହେଉଛନ୍ତି, ରାଗୁଛନ୍ତି। ସେଥିରେ ଯୀଶୁ ତାଙ୍କୁ କହିଲେ, କଣ କହିଲ? ଯଦି କରିପାରନ୍ତି, ବିଶ୍ୱାସୀ ପକ୍ଷରେ ସମସ୍ତ ହିଁ ସମ୍ଭବ। ଏଇ ବିଷୟ ଯେତେବେଳେ କହିଲେ, ସେ ବ୍ୟକ୍ତିଟି ଜାଣିପାରୁଛନ୍ତି ଯେ ତାଙ୍କ ନିକଟରେ ଯେତେ ଆସିଛି, ସେ ପ୍ରଭୁ ଯୀଶୁ କହିବାର ଅର୍ଥ, ତମେ ଆସିଛ ସତ, କିନ୍ତୁ ତମ ଭିତରେ ବିଶ୍ୱାସ ନାହିଁ ଯେ ମୁଁ ତାକୁ ଭଲ କରିପାରିବି। ତେଣୁକରି ତୁମେ କହୁଛ ଯଦି କିଛି କରିପାର ତାହେଲେ କର, କିନ୍ତୁ ପ୍ରକୃତରେ ତୁମର ବିଶ୍ୱାସ ଦୃଢତା ନାହିଁ। ସେତେବେଳେ ଯୀଶୁ ଯେତେବେଳେ ଏ କଥା କହୁଛନ୍ତି, ସେ ଲୋକଟି ଜାଣିପାରୁଛି ତାର ଦୁର୍ବଳତାକୁ। ସତରେ ତା ପାଖରେ ବିଶ୍ୱାସ କମ ରହିଛି। ତେଣୁକରି ସେ ଯୀଶୁଙ୍କୁ ଗୋଟେ ନିବେଦନ ପ୍ରାର୍ଥନା କରୁଛି, ହେ ପ୍ରଭୁ, ମୋର ଅବିଶ୍ୱାସର ପ୍ରତିକାର କର, ପୁଣି ମୋ ପୁଅକୁ ସୁସ୍ଥ କର। ସେତେବେଳେ ଯୀଶୁ ତାହାକୁ ସୁସ୍ଥ କରୁଛନ୍ତି। ଅବିଶ୍ୱାସର ପ୍ରତିକାର, ଏ ବ୍ୟକ୍ତି ମାନି ନେଉଛି ମୋ ମଧ୍ୟରେ ବିଶ୍ୱାସ ନାହିଁ। ଏ ବ୍ୟକ୍ତି ବିଶ୍ୱାସ କରିବା ପାଇଁ ଚାହୁଁଛି, ମାତ୍ର ବିଶ୍ୱାସ କରିପାରି ନାହିଁ। ତେଣୁ ପ୍ରଭୁ ଯୀଶୁ ଆଉ ତାର ଅବିଶ୍ୱାସର ପ୍ରତିକାର କଲେ। ମୋ ପ୍ରିୟମାନେ, ଆମେମାନେ ଯଦି ଏ ପ୍ରକାର ପରିସ୍ଥିତିରେ ଯାଉଛୁ, ଆପଣ ଚାହୁଁଛନ୍ତି ଯୀଶୁଙ୍କ ଉପରେ ବିଶ୍ୱାସ ରଖିବା ପାଇଁ, ମାତ୍ର ବିଶ୍ୱାସ ରଖିପାରୁନାହାନ୍ତି ପରିସ୍ଥିତିକୁ ଦେଖି, ତେବେ ଆପଣ କଣ କରିବେ? ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ, ପ୍ରଭୁ ମୋ ମଧ୍ୟରେ ବିଶ୍ୱାସକୁ ବଢାଇ ଦିଅ। ବାଇବେଲରେ ଏପରି ବାଇବେଲ ଏପରି କହେ, ଯେତେବେଳେ ଆପଣ ପ୍ରଭୁଙ୍କର ବାକ୍ୟ ପଢିବା ଶୁଣିବା, ସେତେବେଳେ ଆମର ବିଶ୍ୱାସ ବଢିବ। ମଧୁସ୍ମିତା ଦିଦି ମଧ୍ୟ କହିଲେ, ଆଉ ଶ୍ରବଣରୁ ବିଶ୍ୱାସ ଜାତ ହୁଏ। ଯଦି ଆମମାନଙ୍କର ବିଶ୍ୱାସ ନାହିଁ, ତାହେଲେ ଆମମାନେ ବାଇବେଲ ପଢୁନାହୁଁ, ବାକ୍ୟ ଶୁଣୁନାହୁଁ, ନିର୍ଣ୍ଣୟ ନେବା, ସିଦ୍ଧାନ୍ତ ନେବା। ଯେପରି ଆମେ ନିୟମିତ ଭାବରେ ପ୍ରଭୁଙ୍କର ବାକ୍ୟ ପଢିବା, ପ୍ରଭୁଙ୍କର ବାକ୍ୟ ଶୁଣିବା, ତାହେଲେ ଆମମାନଙ୍କର ଅବିଶ୍ୱାସର ପ୍ରତିକାର ହେଇପାରିବ, ଆଉ ବିଶ୍ୱାସରେ ଆମେ ବଢି ପାରିବା। ମାଥ୍ୟୁ 17:17 ଲେଖାଯାଏ, ଅବିଶ୍ୱାସୀ ଓ ବିପଦଗାମୀ ବଂଶ, କେତେ କାଳ ମୁଁ ତୁମମାନଙ୍କ ସହିତ ରହିବି? ଅବିଶ୍ୱାସୀ ଓ ବିପଦଗାମୀ, ଆମଙ୍କର ହୃଦୟ ସେମାନଙ୍କର କଠିନ ହୋଇଛନ୍ତି। ସେମାନେ ପ୍ରଭୁଙ୍କର ବାକ୍ୟ ନ ଶୁଣିବା ପର୍ଯ୍ୟନ୍ତ ସେମାନଙ୍କର ହୃଦୟ ମଧ୍ୟରେ ବିଶ୍ୱାସ ଜାତ ହେବ ନାହିଁ। ତେଣୁକରି ଏମାନଙ୍କୁ ପ୍ରଭୁଙ୍କର ବାକ୍ୟ ନିୟମିତ ଭାବରେ ପଢିବାକୁ ପଡିବ, ନିୟମିତ ଭାବରେ ଶୁଣିବାକୁ ପଡିବ, ତାଙ୍କ ନିକଟରେ ପ୍ରାର୍ଥନା କରିବାକୁ ପଡିବ, ହେ ପ୍ରଭୁ, ମୋର ଅବିଶ୍ୱାସର ପ୍ରତିକାର କର, ମୋ ବିଶ୍ୱାସକୁ ବଢେଇ ଦିଅ। ତେବେ ପ୍ରଭୁ ତାର ଅବିଶ୍ୱାସର ପ୍ରତିକାର କରିବେ ଏବଂ ବିଶ୍ୱାସକୁ ବଢାଇ ଦେବେ। ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖୁଥିଲୁ ଯେ
विश्वास नथिबा व्यक्ति मानकर जीवन विषय जहाँ कि प्रथम स्तर है मैंने कही आम यीशु ठारे अच्छे आम जड़े विश्वासी विश्वासिनी तथापि आम मान पाखे विश्वास न था प्रथम स्तर है जहाँ पाखे विश्वास ना केते विश्वासी विश्वासिनी अच्छा किंतु से पाखे प्रभु विश्वास ना द्वितीय स्तर आम देखा द्वितीय स्तर हूँ विश्वास द्वितीय स्तर जहाँ को देखी जीशु कहते अल्प विश्वास गोटे देखिलु विश्वास ना द्वितीय देखा अल्प विश्वास बाइबल रे किसी घटना माने देखा माथ्यू तार 14 तार 31 पद देखु माथ्यू 14 तार 31 पद ଯୀଶୁ ସେଇ କଣି ହାତ ବଢାଇ ତାଙ୍କୁ ଧରି କହିଲେ, ହେ ଅଳ୍ପ ବିଶ୍ୱାସୀ, କାହିଁକି ସନ୍ଦେହ କଲ? आम यही स्थान देखु जड़े शिष्य भितर विश्वास थिला किंतु अल्प विश्वास थिला एठरे जड़े विश्वासी अच्छा जो विश्वासी विश्वास अल्प आज आम मध्य अनेक विश्वासी अच्छा जो मान प्रभु ठारे विश्वास अच्छी सत किंतु अल्प विश्वास यही विषय मध्य जीशु अपना शिष्य पितर को कहते से घटना मैंने समस्ते जानू आते 5टी 2 माछ दे 5,000 लोक को पेवा पर प्रभु जीशु कहले तुम्हें नौका नहीं आर पारिक जाओ मु पर जाऊँ समय जीशु प्रार्थना करने पहाड़ उपर को गले आ शिष्य माने आदेश मान नौकार धरी से हृदय जाऊँच किंतु कूल पहुंची पारना से समय कौन ना लेखा जाए नगर बाहर बहुत संख्यक लोग से कहले जीवा आवश्यक नहीं टिके रही हाँ किंतु नौका से कूल अनेक दूर थिला एवं प्रतिकूल वायु हेतु लहड़ी रे टलमल होता किंतु रात्रि चतुर्थ पर से समुद्र पर चली चली से पाख आसिले देखिले जिते शिष्य माने बड़ समस्या पड़ी प्रतिकूल पवन आग को जाई पारु ना कूल पहुंची पारु ना प्रभु जीशु प्रार्थना शिष्य मान कथा जानी पारुछंती से समय साहाय्य करने से पाखे नौका नथिला बोली लिखा जाए से पानी ऊपर चली चली शिष्य मान निकट को आसुछंती आ शिष्य माने जो देखुं कि समय तले कि घंटा व्यवधान रे से 5टी 2 माछ द्वारा आश्चर्य कार्य करते देखी किंतु किछि घंटा व्यवधान पर जो देखुं से चिन्ह पारु ना भूत बोली कहते आ चिंता कर भूत भूत बोली कह प्रिय माने आज मनुष्य प्रभु जीशु को चिन्ह पारे भूत बोली कहे किंतु बाहिनी भूत कथा मैंने जो देखू दूर जीशु को से चिन्हुची दौड़ी जाऊँ पाद तले बुढ़ई पड़ी प्रार्थना करुच्ची भूत माने प्रभु जीशु को चिन्हती मनुष्य मैंने आज चिन्ह पारना शिष्य मैंने चिन्ह पारना भूत बोली कहते जीशु से निर्भय देवा कहते पुणी शिष्य मैंने समुद्र पर चली आस देख उद्विग्न हो कहले ये तो भूत आने भय चित्कार कले 27 पदरे किंतु जीशु से सहित कथबार्ता कर कहले साहस धर ये तो मु भय कर नाही भूत बोली से माने भय कर अनेक समय आमने किछि रात्रि रे प्रभु सहित आलाप करने समस्या उद्धार पाइबापी एकांत रात्रि मध्यरात्रि बस प्रार्थना कर हठात कि शब्द है तो प्रभु उपस्थिति आसला किंतु से तले अनेक भयभीत हो जाए चित्कार कर भूत पलि आसला जानी पारती ना प्रभु जीशु को प्रार्थना करुली प्रभु जीशु आसी अनेक समय प्रकार परिस्थिति हुए शिष्य माने भूत बोली भाई चित्कार कर पितर उत्तर जीशु जो निर्भय दे कहते भय कर नहीं तो मुझे पितर कहते हे प्रभु जब आपण तेबे जल उपरे आपण निकट को जीवाई मत आज्ञा करतु देखु से सन्देह
विश्वास रे तेणु जदि आपण ताहले मते जल उपरे आपन निकट को जीवा पाए आज्ञा कर जेसु कहले आस से से कहले आस से पितर नौकार ओले जल उपरे चली जीशु पाख को गले मात्र से पवन को भय रे भय कले पुणी बुड़ी जाऊ जाऊ चित्कार कर गुरु मते रक्षा करंतु यीशु को कथा रे विश्वास करी से जदि पानी ऊपर चलवा आरंभ कले चलिले जो यीशु को लक्ष्य करी से जाऊंती से आगु को पानी ऊपर चली जाऊंती किंतु मझी बाटर से कौन कर पवन अंधकार से लहरी शब्द शुणी मन रे भय आसी जाऊँ संध्या आसी जाऊँ मु कौन जब बुड़ी जी प्रभु मते कौन रक्षा करें हे तो मु पानी ऊपर जाऊँगी आदि मु बुड़ी जी ए कौन मन रे ए प्रकार जो संध्या आसला से बुड़ीवा को आरंभ कर बुड़ीवा समय चित्कार कर प्रभु हस्त बढ़े उद्धार कर मो प्रिय माने अनेक समय आम जीवन ए प्रकार परिस्थिति आसी था प्रभु ठारे विश्वास करी तो आग को बढ़ी था रोग समय अन्य मान शुणी प्रभुकर वाक्य शुणी तो विश्वास पाद आरंभ कर प्रभु ठारे विश्वास करवा आ मन में एपरी संदेह आसे सतरे कौन प्रभु मत रोग सुस्थ करदे सतरे कौन प्रभु मत समस्या उद्धार करदे जदि उद्धार न करती जदि सुस्थ न करती तो मु मरीजी से विचलित हो जाए आ प्रभु ठार अन्य विषय उपर अति गुरुत्व दिए मो प्रिय माने माथ्यू तार 28 पर्व 20 पदरे लिखा जाए माथ्यू 28 20 ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେଇ ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦା ସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି ଆମେନ୍। जो प्रभु कहउचंती मो जुगांत पर्यंत तुम संगे संगे अच्छी जे कि जोहन पुस्तक रे मध्य कहउचंती मु तुमको केबे अनाथ करी छाड़ीबी नाही आ 14 रे आ मु तुमको केबे मध्य परित्याग करिबी नाही से प्रभु जे कि आमन को आह्वान करिचन से विश्वास योग्य परमेश्वर होतंती ताहांकर कथा पर आमन विश्वास न थाए आगु को बढ़ी था सत अधा बाटरे आम मन रे सन्देह आसी जाई थाए सतरे से कौन मत उद्धार करि परिबे जो प्रतिज्ञा रही जहाँकि जीसा तार 43 1 2 रे पढ़िबा आमे जल मध्य दे गमन कले हैं जल आमको मग्न करिबा नै अग्नि मध्य दे गमन कले अग्नि आमको ग्रास करि परिबा नै ताह जन्म परिबा नै ए प्रकार प्रतिज्ञाकारी परमेश्वर तांकर से वाक्य उपर आमर विश्वास न थाए आम मन रे सन्देह आसी थाए मो प्रिय माने जदि प्रभु को ठार आश्चर्य कार्य देखा चाहूँ ताले आमर विश्वास दृढ़ हवा दरकार आज आम विश्वास कम थी आमने आम जीवन आश्चर्य कार्य देखी पार ना आम प्रभु को पाखु किसी पाई पार ना यही स्थान से तीतर कहते तुम्हें कहीं सन्देह कल मो प्रिय माने विश्वास जो सन्देह आसे से विश्वास कमजोर हो जाऊ यदि आपण देखिए जाकुब तार 1 पर्व 6-7 रे किंतु से किछि मात्र सन्देह न करी विश्वास करी प्रार्थना करू कारण जे सन्देह करे से वायु रे इतस्तत चालित तरंग सदृश्य से परिलोक प्रभु को ठारू किछि पाइबो बोली मने न करू कारण से तो दी मना लोक अनेक समय प्रभु निकट को आसु सत विश्वास सहित किंतु आम सन्देह उत्पन्न हुए आम दुई मना हो जाओ आ समय भीतर को जेपरी से कहले तुमने तुम कहीं सन्देह कल से प्रभु निकट को जीवाई आरंभ कर पथ मध्य बुड़ीवा को आरंभ कर स्थान रे विश्वास द्वितीय स्तर देखिलु जे कम विश्वास प्रथम देखिलु विश्वास ना द्वितीय देखु द्वितीय स्तर रे कम विश्वास वर्तमान तृतीय स्तर देखा जहाँकि माथ्यू तार 15 पर्व 28 पद लिखा जाए माथ्यू 15 पर्व
28 पद। ଯେଥିରେ ଯୀଶୁ ତାହାକୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ, ତୁମ୍ଭର ଇଚ୍ଛା ଅନୁସାରେ ତୁମ୍ଭ ପ୍ରତି ଘଟୁ। ସେଇ ଦଣ୍ଡରୁ ତାହାର କନ୍ୟା ସୁସ୍ଥ ହେଲା। ମାନେ ଏଇ ସ୍ଥାନରେ ଦେଖୁଛୁ ଗୋଟେ ବଡ ବିଶ୍ୱାସ ବିଷୟ ଲେଖାଯାଏ। ପ୍ରଥମେ ଦେଖିଲୁ ବିଶ୍ୱାସ ନାହିଁ, ଦ୍ୱିତୀୟ ଦେଖିଲୁ କମ ବିଶ୍ୱାସ, ଏବେ ତୃତୀୟର ସ୍ତର ହଉଛି ବଡ ବିଶ୍ୱାସ। ବଡ ବିଶ୍ୱାସ ଏଇ ଘଟଣା ଲେଖାଯାଏ ଗୋଟେ କିଣନୀୟ ସ୍ତ୍ରୀ ବିଷୟରେ ଲେଖାଯାଏ, ଯେ କି ଯୀଶୁଙ୍କ ପଛରେ ଆସୁଛନ୍ତି। ତାଙ୍କର ଝିଅର ଶରୀର ଅସୁସ୍ଥ ଭୂତ ଲାଗିଛି, ତାକୁ ସୁସ୍ଥ କରିବା ପାଇଁ ସେ ତାଙ୍କ ପଛ ପଛେ ଯାଇ କହୁଛି, ଆଉ ଯୀଶୁ ଶୁଣୁଛନ୍ତି କିନ୍ତୁ ନ ଶୁଣିଲା ପରି ଯାଉଛନ୍ତି। ଆଉ ସେ ସ୍ତ୍ରୀ ଲୋକଟି ଧୈର୍ଯ୍ୟ ହରା ନ ହୋଇ ତାଙ୍କ ପଛରେ ଚାଲିଛି, ବାରମ୍ବାର ନିବେଦନ ପ୍ରାର୍ଥନା କରୁଛି, କିନ୍ତୁ ପ୍ରଭୁ ଶୁଣୁନାହାନ୍ତି। ଶିଷ୍ୟମାନେ କହୁଛନ୍ତି, ଗୁରୁ ଏ ବହୁତ ସମୟ ହେଲା ଆମ ପଛରେ ଆସିକି ଆଉ ପ୍ରାର୍ଥନା କରୁଛି, ତାର ପ୍ରାର୍ଥନା ଟିକେ ଶୁଣନ୍ତୁ। ହେଲେ ଯୀଶୁ କହୁଛନ୍ତି, ସନ୍ତାନ ମାନଙ୍କ ଆହାର କୁକୁର ମାନଙ୍କୁ ନିକଟରେ ଦିଆଯାଏ ନାହିଁ। ଉଚିତ ନୁହେଁ। ବାସ୍ତବରେ ଏଇ ସ୍ଥାନରେ ଏଇ ସ୍ତ୍ରୀ ଲୋକର ବିଶ୍ୱାସକୁ ଦେଖନ୍ତୁ। କଣ ଦେଖି ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, ତୁମର ବଡ ବିଶ୍ୱାସ, ତୁମ ବିଶ୍ୱାସ ଅନୁଯାୟୀ ତୁମ ପ୍ରତି ଘଟୁ। ମୋ ପ୍ରିୟ ମାନେ, ଯେତେବେଳେ ପ୍ରଭୁ ଶୁଣୁନାହାନ୍ତି ତଥାପି ମଧ୍ୟ ସେ ତା ପଛରେ ଯାଉଛନ୍ତି। ଆଜି ଅନେକ ବିଶ୍ୱାସୀ ଅଛନ୍ତି ଯୋଉମାନେ ପ୍ରାର୍ଥନା କରନ୍ତି, ଥରେ ଦିଥର ପ୍ରାର୍ଥନା କଲା ପରେ ଅଧୈର୍ଯ୍ୟ ହେଇଯାନ୍ତି, ପ୍ରାର୍ଥନାର ଉତ୍ତର ଆସୁନାହିଁ, ପ୍ରଭୁଙ୍କୁ ଛାଡି ଦେଇକି ଅନ୍ୟ ଆଡେ ଚାଲିଯାନ୍ତି। ଅନେକ ବିଶ୍ୱାସୀ ଏ ପ୍ରକାର ଅଛନ୍ତି। କେବଳ ନୂଆ ବିଶ୍ୱାସ ନାହିଁ, ପୁରୁଣା ବିଶ୍ୱାସୀ ମାନେ ଅଛନ୍ତି। ପ୍ରାର୍ଥନା ଥରେ ଦିଥର କରିଦେବେ, ଧୈର୍ଯ୍ୟ ନାହିଁ, ଅପେକ୍ଷା କରିବା। କିନ୍ତୁ ଏ ସ୍ତ୍ରୀକୁ ଦେଖୁଛୁ, ପ୍ରଭୁ କଣ ଦେଖି ତାକୁ କହିଲେ ତୋର ବଡ ବିଶ୍ୱାସ। ଦେଖୁଛନ୍ତି, ଏତେ ପ୍ରାର୍ଥନା କରୁଛି, ଏତେ ପ୍ରାର୍ଥନା କରି ତାଙ୍କ ପଛେ ପଛେ ଯାଉଛି, ତଥାପି ପ୍ରଭୁ ଜାଣି ଶୁଣି ନ ଶୁଣିଲା ଅଭିନୟ କରୁଛନ୍ତି, ତଥାପି ମଧ୍ୟ ସେ ଛାଡୁନି, ତାଙ୍କ ପଛରେ ଯାଉଛି। ଶିଷ୍ୟମାନେ ଯେତେବେଳେ କହୁଛନ୍ତି, ସେତେବେଳେ ସେ କହୁଛନ୍ତି, ସନ୍ତାନ ମାନଙ୍କୁ ଆହାର କୁକୁର ମାନଙ୍କୁ ଦିଆଯାଏ। ମାନେ କେତେ ଲଜ୍ଜାଜନକ ବିଷୟ। ତାଙ୍କୁ କୁକୁର ସହିତ ତୁଳନା କରିକି ପ୍ରଭୁ କହୁଛନ୍ତି ଯେ ସନ୍ତାନ ମାନଙ୍କ ଆହାର କୁକୁର ମାନଙ୍କୁ ଦିଆଯାଏ ନାହିଁ। କେତେ ବଡ କଥା ପ୍ରଭୁ ଯୀଶୁ ତାଙ୍କୁ କହୁଛନ୍ତି, ତଥାପି ମଧ୍ୟ ସେ ସ୍ତ୍ରୀ ଲଜ୍ଜାବୋଧ କରୁନାହିଁ। ଆଉ ସେ କଣ କରୁଛି ନା, ଯୀଶୁଙ୍କ ପଛେ ପଛେ ଯାଉଛି, ଆଉ ସେ ଗୋଟେ ଉତ୍ତର ଦଉଛି। ସେ କିଣାନୀୟ ସ୍ତ୍ରୀ ଲୋକ କହୁଛନ୍ତି କଣ, କିନ୍ତୁ ସେ ସ୍ତ୍ରୀ ଲୋକ ଆସି ତାକୁ ପ୍ରଣାମ। ସେ ଯୀଶୁ କୁହନ୍ତୁ, ପଢନ୍ତୁ ଟିକେ। କିନ୍ତୁ ସେ କହିଲା, ହଁ ପ୍ରଭୁ, କାରଣ କୁକୁର ମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡିବା ଗୁଣ୍ଡି ଗୁଣ୍ଡା ଖାଆନ୍ତି। ସେ ନିଜେ ଲଜ୍ଜାବୋଧ କରିନି, ମାତ୍ର ନିଜକୁ କୁକୁର ସ୍ଥାନରେ ରଖିଲା। ହଁ, ସତରେ ଆପଣ ଯାହା କହିଲେ ଠିକ କଥା। ସନ୍ତାନ ମାନଙ୍କ ଆହାର କୁକୁର ମାନଙ୍କୁ ଦିଆଯାଏ ନାହିଁ, କିନ୍ତୁ କୁକୁର ମାନେ ତ ତଥାପି ଆପଣ ମାଲିକର ମେଜରୁ ଗୁଣ୍ଡା ଗୁଣ୍ଡି ପଡିବାର ଅପେକ୍ଷା କରିଥାନ୍ତି। ସେ ଗୁଣ୍ଡା ଗୁଣ୍ଡି ହୁଏ ତ ମତେ ଟିକେ ଦିଅନ୍ତୁ। କେତେ ବଡ ବିଶ୍ୱାସ। ଆଜି ଅନେକ ସମୟରେ ଯଦି ଆମେ ପ୍ରଭୁଙ୍କ ପାଇଁ କିଛି ଅପମାନ ସହ୍ୟ କରୁ, କିଛି ଲୋକ ଆମକୁ କିଛି ନିନ୍ଦାର କଥା କହନ୍ତି, ଲଜ୍ଜିତ କରନ୍ତି, ସେତେବେଳେ ଆମେ ପ୍ରଭୁଙ୍କ ପାଖରୁ ଫେରି ଯାଇଥାଉ। ଏଇ ସ୍ତ୍ରୀ ଲୋକ ଯେତେବେଳେ କୁକୁର ସ୍ଥଳେ ସମାନ କରୁଛନ୍ତି, ସେତେବେଳେ ମଧ୍ୟ ସେ ଲଜ୍ଜାବୋଧ କରୁନାହିଁ କି ଫେରି ଯାଉନାହିଁ। ସେ କହୁଛି, ହଁ ମୁଁ କୁକୁର ହେଇପାରେ, କିନ୍ତୁ କୁକୁର ମାନେ ତ ମେଜରୁ ପଡିବା ଗୁଣ୍ଡା ଗୁଣ୍ଡକୁ ଅପେକ୍ଷା କରିଥାନ୍ତି। ଆପଣ ସେ ଗୁଣ୍ଡା ଗୁଣ୍ଡରୁ ମତେ ଟିକେ ଦିଅନ୍ତୁ। ସେତେବେଳେ ଯୀଶୁ ତାଙ୍କୁ କହୁଛନ୍ତି, କଣ କହୁଛନ୍ତି, ସେଥିରେ ଯୀଶୁ ତାହାକୁ ଉତ୍ତର ଦେଲେ, ଗୋ ନାରୀ, ତୁମର ବଡ ବିଶ୍ୱାସ, ତୁମର ଇଚ୍ଛା ଅନୁସାରେ ତୁମ ପ୍ରତି ଘଟୁ। ଆଜି ଯୋଉମାନେ ପ୍ରଭୁଙ୍କ ଠାରେ ବିଶ୍ୱାସ କରନ୍ତି, ସେମାନେ ଲଜ୍ଜିତ ହେବେ ନାହିଁ, ଯାହାକି ରୋମୀ ତାର 10 ପର୍ବ 11 ପଦରେ ଲେଖାଯାଏ। ଏଇ ସ୍ତ୍ରୀ ଲୋକଟି ପ୍ରଭୁଙ୍କ ଠାରେ ବିଶ୍ୱାସରେ ରହିଥିଲା, ଆଉ ସେ ଲଜ୍ଜିତ ହେଲା ନାହିଁ, ପ୍ରଭୁଙ୍କ ନିକଟରେ ବାରମ୍ବାର ପ୍ରାର୍ଥନା କଲା। ହଁ ମୋ ପ୍ରିୟ ମାନେ, ପ୍ରଭୁ ଯୀଶୁ ଆମମାନଙ୍କୁ କେତେ ଲଜ୍ଜିତ ହେଇଛନ୍ତି, କେତେ ତାଡ଼ନା ସହ୍ୟ କରିଛନ୍ତି, କେତେ ନିନ୍ଦା ଅପମାନ ସହ୍ୟ କରିଛନ୍ତି, ତଥାପି ମଧ୍ୟ ସେ ଆମମାନଙ୍କର ପାପ ବହନ କରି ଆମମାନଙ୍କୁ ପରିତ୍ରାଣ ଦେଇଛନ୍ତି। ସେଇ ପ୍ରଭୁ ଯୀଶୁଙ୍କୁ ନିମନ୍ତେ ଆମେ ନିନ୍ଦା ଅପମାନ ତାଡ଼ନା ସହିଲେ ମଧ୍ୟ ଆମେ କେବେ ମଧ୍ୟ ତାଙ୍କୁ ଛାଡି ପଛକୁ ଫେରିଯିବା ନାହିଁ। ସେ ସ୍ତ୍ରୀ ଲୋକଟି ଏତେ କଥା ଶୁଣିଲା ପରେ ମଧ୍ୟ ସେ ତାଙ୍କ ପାଖରୁ ପଛକୁ ଫେରି ନାହିଁ। ଯଦି ଆମେ ମାଥ୍ୟୁ ତାର 8 ପର୍ବ 10 ପଦ ପଢିବା, କଣ ଲେଖାଯାଏ, ମାଥ୍ୟୁ 8:10,
ଯୀଶୁ ଆଉ ଗୋଟେ ଏହା ଶୁଣି ବ୍ୟକ୍ତି ହଁ ହଁ ପଢନ୍ତୁ ଆଉ ଗୋଟେ ଯୀଶୁ ବ୍ୟକ୍ତିଙ୍କର ଏହା କଥା ଶୁଣି ମାନେ ଏଇଠି ଆମେ ଦେଖୁ ହଁ ଯୀଶୁ ଏହା ଶୁଣି ଚମତ୍ତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଇସ୍ରାଏଲ ମଧ୍ୟରେ କାହାଠାରେ ଏତେ ବଡ ବିଶ୍ୱାସ ପାଇନାହିଁ। ଆମେନ୍। ଏଇଠି ମଧ୍ୟ ଗୋଟେ ବଡ ବିଶ୍ୱାସ ବିଷୟ ଲେଖା ଯାଉଛି। ସେଠି ତ ଗୋଟେ ନାରୀର ବିଶ୍ୱାସ ଦେଖିଲୁ, ଗୋଟେ କିଣାନିଆ ସ୍ତ୍ରୀର। ଏଇ ସ୍ଥାନରେ ଗୋଟେ ସତ ସେନାପତିଙ୍କର ବିଶ୍ୱାସକୁ ଦେଖି ଯୀଶୁ କହିଲେ, ଇସ୍ରାଏଲ ମଧ୍ୟରେ ଏତେ ବଡ ବିଶ୍ୱାସ ମୁଁ କାହାଠାରେ ଦେଖି ନାହିଁ। କେତେ ବଡ ବିଶ୍ୱାସ ସେ ତାଙ୍କର ଦେଖିଥିଲେ। ଏଇ ଘଟଣାଟି ମଧ୍ୟ ଆମେ ଜାଣୁ। ମୁଁ ଆଜି ଯାହା କହିବା ପାଇଁ ଯାଉଛି କୌଣସି ବିଷୟ ନୂଆ ନାହିଁ, ସମସ୍ତ ବିଷୟ ପୁରୁଣା ବିଷୟ। କିନ୍ତୁ କେବଳ ଆମର ବିଶ୍ୱାସର ଲେଭେଲକୁ ପରୀକ୍ଷା କରିବା ଏଇ ବାକ୍ୟ ଶୁଣିବା ସମୟରେ। ସେ ସତ ସେନାପତିର ଜଣେ ଦାସ, ଏତେ ବଡ ସତ ସେନାପତି, ସେ ନିଜର ଦାସ ପ୍ରତି ମନୋଯୋଗୀ ହେଉଛି ଆଉ ତାହା ପାଇଁ ବୋଲି ସେ ପ୍ରଭୁଙ୍କ ନିକଟକୁ ଆସିଛି। ଆଜି ଆମେ କେତେ ଜଣ ଅନ୍ୟ ପାଇଁ ବୋଲି ବୋଝର ସହିତ ପ୍ରଭୁଙ୍କ ନିକଟରେ ଆସି ନିବେଦନ ପ୍ରାର୍ଥନା କରୁଛୁ। ଏଇ ବ୍ୟକ୍ତିଙ୍କର ମଧ୍ୟରେ ଯୀଶୁ ଅନେକ ଗୁଡିଏ ବିଷୟ ଦେଖୁଛନ୍ତି। କେତେ ବଡ ସେ ନିଜେ କହୁଛି, ମୁଁ ଜଣକୁ ଯାହା କଲେ ସେ ଯିବ, ଆଶା କଲେ ଆସିବ, କିନ୍ତୁ ସେ କାହାକୁ ନ ପଠେଇ ସୈନ୍ୟମାନଙ୍କୁ ଯୀଶୁଙ୍କୁ ଡାକି ଆଣ ବୋଲି କହିକିରି, କିନ୍ତୁ ସେ ନିଜେ ଆସୁଛନ୍ତି ତାଙ୍କ ପାଖକୁ। ଆଉ ଶେଷରେ ଗୋଟେ ବିଷୟ କହୁଛନ୍ତି ଯେ ତାଙ୍କର ଦାସ ବିଷୟ ନିବେଦନ କରୁଛନ୍ତି, ପ୍ରଭୁ ମୋ ଦାସ ପୀଡିତ, ଆପଣ ତାକୁ ସୁସ୍ଥ କରନ୍ତୁ। ଯୀଶୁ କହୁଛନ୍ତି, ଚାଲ ତମ ଘରକୁ ଯିବା। ସେତେବେଳେ ସେ ତାର ନିଜର ନମ୍ରତାକୁ ପ୍ରକାଶ କରୁଛନ୍ତି। ଏତେ ବଡ ଜଣେ ସତ ସେନାପତି ହେଲେ ମଧ୍ୟ ସେ କହୁଛନ୍ତି, ଆପଣ ଯେ ମୋ ଘରେ ପାଦ ଦେବେ, ଏଇପରି ଯୋଗ୍ୟ ମୁଁ ନିଜକୁ ମଣୁନାହିଁ। କେବଳ ଆପଣ ଗୋଟିଏ ପଦ କଥା କୁହନ୍ତୁ, ମୋ ଦାସ ସୁସ୍ଥ ହେଇଯିବ। ହାଲେଲୁୟା। ଗୋଟିଏ ପଦ କଥା କୁହନ୍ତୁ, ମୋ ଦାସ ସୁସ୍ଥ ହେଇଯିବ। ପ୍ରଭୁ ସେଠି ତାର ବିଶ୍ୱାସକୁ ଦେଖୁଛନ୍ତି। କେତେ ବଡ ବିଶ୍ୱାସ ତା ଭିତରେ ଅଛି। ଆଉ ତେଣୁକରି ତାଙ୍କ ପଛରେ ଆସୁଥିବା ଇସ୍ରାଏଲ ଲୋକମାନଙ୍କୁ କହିଲେ, ଦେଖ ଏତେ ବଡ ବିଶ୍ୱାସ ମୁଁ ଇସ୍ରାଏଲ ମଧ୍ୟରେ କାହାର ମଧ୍ୟ ଦେଖିନାହିଁ। ମୋ ପ୍ରିୟମାନେ, ଆମମାନଙ୍କର ବିଶ୍ୱାସ ଲେଭେଲ ଆଜି କୋଉଠି? ଆମେ ବିଶ୍ୱାସ ବୋଲାଉଛୁ ସତ, ଆମମାନଙ୍କ ପାଖରେ ବିଶ୍ୱାସ ନାହିଁ। ସେ ପ୍ରଥମ ସ୍ତରରେ ଆମେ ଅଛୁ ନା ଦ୍ୱିତୀୟ ସ୍ତର? ହଁ ବିଶ୍ୱାସ ଅଛି, କିନ୍ତୁ ଅଳ୍ପ ବିଶ୍ୱାସ ଅଛି, ଯଦ୍ୱାରା କି ଆମେ ତାକୁ ସନ୍ଦେହ କରୁଛୁ। ଆଉ ତୃତୀୟ ସ୍ତରରେ ଦେଖୁଛୁ ଗୋଟେ ବଡ ବିଶ୍ୱାସ। ଆଜି ଆମେ କୋଉ ସ୍ତରରେ ଅଛୁ? ଯଦି ଆମେ ସେଇ ଦୁଇ ସ୍ତରରେ ଅଛୁ, ଚେଷ୍ଟା କରିବା, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ପ୍ରଭୁ ମୋର ବିଶ୍ୱାସର ପ୍ରତିକାର କର, ମତେ ବଡ ବିଶ୍ୱାସ ହେବା ପାଇଁ ସାହାଯ୍ୟ କର। ନିଶ୍ଚିତ ଭାବରେ ପ୍ରଭୁ ପ୍ରାର୍ଥନା ଶୁଣିବେ, ସେମାନଙ୍କ ଆମମାନଙ୍କର ବିଶ୍ୱାସକୁ ବଢାଇ ଦେବେ। ବର୍ତ୍ତମାନ ଶେଷ ସ୍ତରକୁ ଆମେ ଯିବା। ସମାପ୍ତ କରିବା ପୂର୍ବରୁ ମୁଁ ଆଉ ଗୋଟିଏ ପ୍ରକାର ବିଶ୍ୱାସକୁ ଆପଣମାନଙ୍କ ନିକଟରେ ରଖି ମୋର ବାକ୍ୟ ଶେଷ କରିବା ପାଇଁ ଚାହେଁ, ଯାହାକି ଯାକୁବ ତାର 2 ପର୍ବ 17 ପଦ ଏବଂ 20 ଆଉ 22 ପଦ ଟିକେ ପଢନ୍ତୁ। ଯାକୁବ 2 ପର୍ବ 17 ପଦ ଏବଂ 20 ପଦ 22 ପଦ। ସେହିପରି ମଧ୍ୟ ବିଶ୍ୱାସ କର୍ମ ବିନା ନିଜେ ମୃତ। 20 ହଁ ହଁ କିନ୍ତୁ କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହା କଣ ଜାଣିବାକୁ ଇଚ୍ଛା କରୁଅଛ? 22 ପଦ। ତୁମ୍ଭେ ଦେଖୁଅଛ ଯେ ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା। ହାଲେଲୁୟା। ବିଶ୍ୱାସ ଅଛି, ବିଶ୍ୱାସ ଅଛି, ବିଶ୍ୱାସ ଅଛି, ମୋର ବଡ ବିଶ୍ୱାସ ଯାଉ ନା କାହିଁକି, କିନ୍ତୁ ବିଶ୍ୱାସ କର୍ମ ଦ୍ୱାରା ସିଦ୍ଧ ହୁଏ। କେତେବେଳେ ଆମଙ୍କର ବିଶ୍ୱାସ ଅଛି ବୋଲି ପ୍ରମାଣିତ ହବ, ସିଦ୍ଧ ହେବ, ଯେତେବେଳେ ଆମେ କର୍ମ କରିବା। କେବଳ ବିଶ୍ୱାସ କରୁଛି ବୋଲି କହିଲେ ଯଥେଷ୍ଟ ନୁହେଁ, କାରଣ ଲେଖାଯାଉଛି କର୍ମ ବିନା ବିଶ୍ୱାସ ମୃତ, କର୍ମ ବିନା ବିଶ୍ୱାସ ନିଷ୍ଫଳ, ବୃଥା। ହଁ ମୋ ପ୍ରିୟ ମାନେ, ଯଦି ଆମେ କେବଳ ବିଶ୍ୱାସ ଅଛି ବୋଲି କହିବା ତାହା ଯଥେଷ୍ଟ ନୁହେଁ। ବିଶ୍ୱାସ କର୍ମ ଦ୍ୱାରା ହିଁ ସିଦ୍ଧ ହେଇଥାଏ। ଜଣେ ଲୋକ ଭୋକରେ ଅଛି, ଆମର ଦେବାର କ୍ଷମତା ରହିଛି, ଆମମାନଙ୍କ ପାଖରେ ସକ୍ଷମ ଅଛି ତାକୁ କିଛି ଦେବା ପାଇଁ, କିନ୍ତୁ ଆମେ କହିବା ହଁ ମୁଁ ବିଶ୍ୱାସ କରୁଛି ଆପଣଙ୍କ ପ୍ରଭୁ ନିଶ୍ଚିତ ଆହାର ଯୋଗାଇବେ। କେବଳ ମୁଖରେ କହିଦେଲେ ସେ ଲୋକ ତୃପ୍ତ ହେଇଯିବ ନାହିଁ। ଜଣେ ଥଣ୍ଡାରେ ଥରୁଛି, ସେତେବେଳେ ଆମେ ତାକୁ ଗୋଟେ ଚାଦର ଘୋଡେଇବାକୁ, କମଳ ଘୋଡେଇବାକୁ ନ ଦେଇ କହିବା ମୁଁ ବିଶ୍ୱାସ କରୁଛି ପ୍ରଭୁ ଆପଣଙ୍କୁ ଆଉ ଉଷ୍ମ ହେବା ପାଇଁ କିଛି ଚାଦର କି କମଳ ଦେବେ। ସେ ବିଶ୍ୱାସ ସିଦ୍ଧ ହୁଏନି। ଯଦି ଆମର ବିଶ୍ୱାସ ଅଛି, ତାହେଲେ ଆମମାନଙ୍କର କର୍ମ ଦ୍ୱାରା ଆମେ ସେ ବିଶ୍ୱାସକୁ ସିଦ୍ଧ କରିପାରିବା। ଯଦି ଆପଣମାନେ ଦେଖିବେ ଆମମାନଙ୍କର ଅବ୍ରାହ୍ମଙ୍କ ବିଷୟ,
एक ये सबुठारु बड़ उदाहरण परमेश्वर अब्राहम को कहले तुम्हें तुम पुत्र ईशा को आम उद्देश्य रे बलि उत्सर्ग कर। अब्राहम पाखरे विश्वास थिला, से विश्वास रे ताको पछरे जाइथिले, ताको आज्ञा मानिथिले, आ से जने विश्वासी थिले, विश्वासी रे आदि पिता थिले, तथापि मध्य प्रभु ताको विश्वास करूचंती। जते से विश्वास करछि प्रकृत रे तार कर्म द्वारा से सिद्ध हो पारिबो। मात्र तांकर विश्वास केते बेले सिद्ध हला जेतबेले से तांको पुत्र को ईशा को नहीं प्रभु को उद्देश्य रे बलि उत्सर्ग कले। यदि अब्राहम कहि थांते जे मो ठारे विश्वास अछि मात्र मु पुओ को बलि देई पारिबि नाही, कोन सेठारे तांकर विश्वास सिद्ध हो पारि थांता। से विश्वास रखिथिले प्रभु को निकट रे जे मो पुओ मरिबा संकट रे मध्ये प्रभु उद्धार करिवे। कारण जो प्रभु वृद्ध बयस रे आ वृद्धा अवस्था रे मते पुओ देइचंती, जे कहिचंती जे तमरो वंश आकाशर तारा समुद्र बाली परी गणी हेबो नै, से परमेश्वर जते मो पुओ को मागुचंती हम ताको बलि उत्सर्ग करिवि, मृत्यु मध्यरु मध्ये से तांको फेरे आनिबे। देखंतु ए विषय एब्री तार 11 पर्व 18-19 पद पढंतु। एब्री 11-18-19 ଇସାକଙ୍କ ଠାରୁ ତୁମ୍ଭର ବଂଶ ଖ୍ୟାତ ହେବ ସେହି ବ୍ୟକ୍ତି ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଉତ୍ସର୍ଗ କରିବାକୁ ଯାଉଥିଲେ। କାରଣ ଈଶ୍ୱର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଏହା ସେ ମନେ କରିଥିଲେ, ଆଉ ସେ ମଧ୍ୟ ତାଙ୍କୁ ଦୃଷ୍ଟାନ୍ତ ଭାବରେ ମୃତ୍ୟୁକୁ ଫେରି ପାଇଲେ। ଆମେନ୍। प्रकृति से जो विश्वास रखिथिले जे मृत्यु स्थान रो मध्य मो पुओ को से फेराई आनिबे, आ दृष्टांत स्वरूप मध्य ताही घटिथिला। एही स्थान रे हम देखुछु ताकर कर्म द्वारा ताकर विश्वास सिद्ध हे परला। हम कोन देखुछु परमेश्वर कहले तुमे तुमरो पुत्र को बलि उत्सर्ग कर। अब्राहम करो विश्वास थिला जे प्रभु निश्चित भाव में ताको पुओ को पुनर्बार जीवंत अवस्था ताको निकट को फेरेबे। ठीक हां, एही स्थान रे हम देखुछु अब्राहम ताकर कर्म द्वारा ताकर विश्वास को सिद्ध करछन्ती। माने आज चारोटी स्तर देखिलु। प्रथम स्तर देखिलु कोन ना जा पाखरे विश्वास कहू विश्वासी बोली कहूची किंतु विश्वास नाही। द्वितीय देखिलु विश्वासी बोली से कहूची सतरे विश्वास अछि किंतु से विश्वास अति कम विश्वास रहिछि। आ तृतीय देखिलु बड़ विश्वास स्तर। आ एठरे चतुर्थ देखिलु जा पाखरे विश्वास अछि किंतु कर्म न करिबा द्वारा से विश्वास मृत विश्वास बोली आख्या पाए। मृत विश्वास विश्वास नाही, कम विश्वास, बड़ विश्वास एवं मृत विश्वास। कारण विश्वास कर्म द्वारा तार सिद्ध होता है। आम चारि प्रकार विश्वास को देखिलु। आज वाक्य अनुଯାयी आमे आम जीवन को समीक्षा करिबा। आम आज क्यों स्टेज रे क्यों स्तर रे अच्छे। यदि आम प्रथम 2 स्तर रे अच्छे तबे प्रार्थना करू आम जीवन तृतीय स्तर को जेपरि आसीबो। यदि आम विश्वास मृत तेबे मध्य प्रार्थना करिबा आम विश्वास कर्म सहित सिद्ध हेबा। आसंतु चक्षु बंद करिबा, गोटे मिनिट प्रार्थना करिबा।